ପୁଣି ଥରେ ଆସିଗଲା ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ ତରଫରୁ ବହୁତ ବଡ଼ ରିକ୍ୱାରମେଣ୍ଟ। ପୋଷ୍ଟ ହେଉଛି ଗ୍ରେଡ୍ ସି ଷ୍ଟେନୋଗ୍ରାଫର ପୋଷ୍ଟ ଆସିଅଛି 2025ର ଆସିଯାଇଅଛି। ପ୍ରଥମେ ଦେଖିବା ଆବେଦନ ତାରିଖ। ଏଇଟା ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟର, ବାରମ୍ବାର କହୁଛି ମୁଁ, ଏଇଟା ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟର ଏସ୍ଏସ୍ସି ତରଫରୁ ଏଇ ପୋଷ୍ଟ ଆସିଅଛି। ପ୍ରଥମେ ଦେଖିବା ଆବେଦନ ତାରିଖ। ଆବେଦନ ତାରିଖ ହେଉଛି 22/12/2025 ଠାରୁ 11/1/2024 ପର୍ଯ୍ୟନ୍ତ। ଜାଣିପାରିଲେ ଲାଷ୍ଟ ଡେଟ୍ ହେଉଛି 11/1/2024। ଜାଣିପାରିଲେ ଲାଷ୍ଟ ଡେଟ୍। ଏଇ ପୋଷ୍ଟଟି କମ୍ପ୍ୟୁଟରରେ ଏକ୍ଜାମ୍ ହେବ। ଏଇ ପୋଷ୍ଟଟି କମ୍ପ୍ୟୁଟରରେ ଏକ୍ଜାମ୍ ହେବ। ଏଇଟା ସବୁ ପୋଷ୍ଟ ନା ସବୁ ମେନସନ୍ ହେଇଛି। ନେମ୍ ଅଫ୍ ସର୍ଭିସ୍ ବା ଅର୍ଗାନାଇଜେସନ୍, ଏଇଟା ସବୁ ଡିଟେଲ୍ ମେନସନ୍ ହେଇଛି। ତଳକୁ ଆମେ ଦେଖିବା। ଏଇଟା କାଟାଗୋରୀ ଅନୁସାରେ ମେନସନ୍ ହେଇଛି କେଉଁ ପୋଷ୍ଟ ପାଇଁ କେତୋଟି କାଟାଗୋରୀ। ୟୁଆର୍ ପାଇଁ, ଏସ୍ସି ପାଇଁ, ଏସ୍ଟି ପାଇଁ, ପିଡବ୍ଲ୍ୟୁ ପାଇଁ, ଏଇଟା ହେଉଛି ଟୋଟାଲ୍ ପୋଷ୍ଟ। ସେହିପରି ଏଇଟା ସବୁ ମେନସନ୍ ହେଇଛି ରେଲୱେ ବୋର୍ଡ଼ ପାଇଁ, ଏଇଟା ସବୁ ଏସ୍ଟି ପାଇଁ, ଏସ୍ସି ପାଇଁ, ୟୁଆର୍ ପାଇଁ, ପିଡବ୍ଲ୍ୟୁ ପାଇଁ, ଏଇଟା ସବୁ ମେନସନ୍ ହେଇଛି ଟୋଟାଲ୍ ପୋଷ୍ଟ। ଏହିପରି ସିରିଏଲ୍ ତଳକୁ ସବୁ ମେନସନ୍ ହେଇଛି। ନେକ୍ସଟ ଡିସ୍କସନ୍ କରିବା। ଯେତେବେଳେ ଆପଣମାନେ ଥରେ ରେଜିଷ୍ଟ୍ରେସନ୍ କରିବେ ଏସ୍ଏସ୍ସିରେ, ଆପଣମାନେ ଥରେ ୱାନ୍ ଟାଇମ୍ ରେଜିଷ୍ଟ୍ରେସନ୍ କଲେ ଆପଣମାନେ ଯେତେ ବି ପୋଷ୍ଟ ବାହାରିବ, SSCGL ବାହାରିବ, SSCGD ବାହାରିବ, SSC ଷ୍ଟେନୋଗ୍ରାଫର, SSC CHSL ବାହାରିବ, ଆପଣମାନେ ସବୁ ଆବେଦନ କରିପାରିବେ ଥରେ ମାତ୍ର ଆପଣମାନେ ରେଜିଷ୍ଟ୍ରେସନ୍ କଲେ। ଜାଣିପାରିଲେ? ମୁଁ ବାରମ୍ବାର କହୁଛି, ଆପଣମାନେ ଯେବେ ହେଲେ ବି ଆବେଦନ ତାରିଖ ମନେକର 22, ଆପଣମାନେ 25-26ରେ ଆପଣମାନେ ଆବେଦନ କରିବେ। ଆପଣମାନେ କେବେ ହେଲେ ମଧ୍ୟ ଲାଷ୍ଟ ତାରିଖରେ ଆବେଦନ କରିବେ ନାହିଁ। କାହିଁକି ନା ଲାଷ୍ଟ ତାରିଖ ଯେତେବେଳେ ଆପଣମାନେ ଆବେଦନ କରିବେ, ଆପଣଙ୍କର ସାଇଟ୍ ସ୍ଲୋ ହେବ, କ'ଣ ହେବ, ଆପଣମାନେ ବହୁତ ପ୍ରୋବ୍ଲେମ୍ ଫେସ୍ କରିବେ। ତେଣୁ ଆପଣମାନେ ଶୀଘ୍ର ଆବେଦନ କଲେ ଆପଣଙ୍କର ବହୁତ ବେନିଫିଟ୍ ହେବ। ଏଇଟା ଗୋଟେ ସେଣ୍ଟ୍ରାଲ ଗଭର୍ଣ୍ଣମେଣ୍ଟ, ସାଲାରୀ ମଧ୍ୟ ଭଲ ଅଛି। ତେଣୁ ଆପଣମାନେ ଭଲ ଭାବରେ ପଢ଼ିବେ, ନୋଟିଫିକେସନ୍ ଦେଖିବେ। ତାପରେ ଯଦି ଆପଣଙ୍କର ଏହି ପୋଷ୍ଟ ଇଚ୍ଛା ଅଛି ଏହି ଜବ୍ କରିବା ପାଇଁ, ଯାହା ବି କରିବା ପାଇଁ, ତେଣୁ ଆପଣମାନେ ଏହି ପୋଷ୍ଟକୁ ଆବେଦନ କରିପାରିବେ। ପ୍ରଥମେ ନୋଟିଫିକେସନ୍ ପଢ଼ିବେ, ତାପରେ ଦେଖିବେ ତା'ର ଡିଟେଲ୍। ମୁଁ ଏଇ ଜବ୍ କରିବା ପାଇଁ ଯୋଗ୍ୟ କି ଅଯୋଗ୍ୟ, ସେଇଟା ସବୁ ଡିଟେଲ୍ ଦେଖିଲା ପରେ ଆପଣମାନେ ଆବେଦନ କରିପାରିବେ। ନେକ୍ସଟ ଡିସ୍କସନ୍ କରିବା। ଏଇଟା ସବୁ ଆବେଦନ କଲା ପରେ ଭୋଟର ID, ଡ୍ରାଇଭିଂ ଲାଇସେନ୍ସ ସବୁ ଦରକାର ହେବ। ଆପଣଙ୍କର 10th ସାର୍ଟିଫିକେଟ୍ ସବୁ ଡିଟେଲ୍ ଆପଣମାନେ ଦେଖିବେ, ତାପରେ ଆପଣମାନେ ଆବେଦନ କରିପାରିବେ। ଏ ତା'ର ଏକ୍ଜାମ୍ ହେବ। ଏଇଟା ସବୁ ମେନସନ୍ ହେଇଛି ଇଲିଜିବିଲିଟି କ୍ରାଇଟେରିଆ। ଏଇଟା ସବୁ କଣ୍ଡିସନ୍ ଅଫ୍ ଇଲିଜିବିଲିଟି କ୍ରାଇଟେରିଆ, କ୍ରୁସିଆଲ୍ ଡେଟ୍ ଆଣ୍ଡ କଣ୍ଡିସନ୍ ଅଫ୍ ଇଲିଜିବିଲିଟି, ଏଇଟା ସବୁ ମେନସନ୍ ହେଇଛି। ଏଇ ପୋଷ୍ଟ ପାଇଁ ଏଇଟା ସବୁ ମେନସନ୍ ହେଇଛି। ଜୁଲାଇ 1/7/2025ର ଫର୍ ଦ ଇୟର୍ 2025ର ସାର୍କୁଲାର ଡେଟ୍ ଦ କାଉଣ୍ଟିଂ ଆପ୍ରୁଭ୍ ସର୍ଭିସ୍, ଏଇଟା ସବୁ ମେନସନ୍ ହେଇଛି। ନେକ୍ସଟ ଡିସ୍କସନ୍ କରିବା। ଏଇଟା ସବୁ ତା'ର ମେନସନ୍ ହେଇଛି। ତା'ର ଡିଟେଲ୍ ଆପଣ ଡିସ୍କସନ୍ କରିବା। ଆପଣ କିଛି ବ୍ୟସ୍ତ ହୁଅନ୍ତୁ ନାହିଁ। ଏଇଟା ସବୁ ଡିଟେଲ୍ ଡିସ୍କସନ୍ କରିବା। ଏଜୁକେସନାଲ୍ କ୍ୱାଲିଫିକେସନ୍ ଦେଖିବା। ତା'ର ପ୍ରଥମେ ଏକ୍ଜାମ୍ ହେବ। ଏଠି ସବୁ 100 ମାର୍କ ଜେନେରାଲ୍ ଆୱାରନେସ୍, ଇଂଲିଶ ସବୁ, ଏଠି ସବୁ ଟାଇମ୍ ସବୁ ଏଠି ମେନସନ୍ ହେଇଛି। ଏଇଟା ତା'ର ଡିଟେଲ୍ ମେନସନ୍ ହେଇଛି। ତା'ର ପାର୍ଟ ବି କିଲ୍ ଟେଷ୍ଟ ହେବ। ପାର୍ଟ ବି କିଲ୍ ଟେଷ୍ଟ 200 ମାର୍କ କିଲ୍ ଟେଷ୍ଟ। ଏଠି ତା'ର ସବୁ ଡିଟେଲ୍ ମେନସନ୍ ହେଇଛି। ଇଂଲିଶ, ହିନ୍ଦୀ ସବୁ ହେବ। ମୋଡ୍ ଅଫ୍ ସିଲେକ୍ସନ୍ ସବୁ କମ୍ପ୍ୟୁଟର ବେସ୍ଡରେ ହେବ। ଆପଣ ଜାଣିପାରିଲେ ସବୁ। ଏଠି
ଯଦି ଆପଣ ଯେକୌଣସି ଯଦି କପି ଧରିଥିବେ ଏରେ ସବୁ ଡିଟେଲ୍ ମେନସନ୍ ହେଇଛି କେଉଁ କାଟାଗୋରୀ ପାଇଁ କେତେ ତା'ର ମାନେ ଆପଣଙ୍କୁ ଦଣ୍ଡ ମିଳିବ ଜାଣିପାରିଲେ। ଏଟା ସବୁ ମେନସନ୍ ହେଇଛି କେତେ ବର୍ଷ ପାଇଁ। ତେଣୁ ଆପଣ ଯେକୌଣସି କିଛି କପି ଧରିକି ଯିବେ ନାହିଁ, ମୋବାଇଲ ଆଉ ଯାହା ହେଲେ ବି ଆପଣମାନେ ଧରିକି ଯିବେ ନାହିଁ। କାହିଁକିନା ଧରିକି ଗଲେ ଆପଣଙ୍କର ମାଲ୍ ପ୍ରାକ୍ଟିସ୍ ହେବ, ସେମାନେ ଏତିକି ବର୍ଷ ପାଇଁ ସେମାନେ ଦଣ୍ଡ ଦେବେ। ଜାଣିପାରିଲେ। ଆପଣମାନେ ଡିଟେଲ୍ ଏହି ସାଙ୍ଗସାଥିମାନଙ୍କୁ ସେୟାର କରନ୍ତୁ, ଆପଣମାନେ ଜାଣିପାରିବେ। ଏବଂ ଏହିପରି ନୋଟିଫିକେସନ୍ ପାଇବା ପାଇଁ ଚାହୁଁଥିଲେ ଆପଣମାନେ ମୋର ଏହି ୟୁଟ୍ୟୁବ୍ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ସାଙ୍ଗସାଥିମାନଙ୍କୁ ସେୟାର କରନ୍ତୁ। ଏଇଟା ସବୁ ମେନସନ୍ ହେଇଛି। ଜାଣିପାରିଲେ। ଡିଟେଲ୍ ସବୁ ଜାଣିପାରିଲେ ଆପଣମାନେ କ'ଣ କ'ଣ ଆବେଦନ ତାରିଖ ଜାଣିପାରିଲେ, ତା'ର ଡିଟେଲ୍ ସବୁ ଆପଣଙ୍କୁ କହିଲି। ଯାହା ବି ଆପଣଙ୍କର ଯାହା ବି ଡାଉଟ୍ ହେବ ଆପଣ ମୋର କମେଣ୍ଟ ବକ୍ସରେ କମେଣ୍ଟ କରିବେ। ରହିଲି, ଧନ୍ୟବାଦ। ଆପଣଙ୍କ ଦିନଟି ମଙ୍ଗଳମୟ ହେଉ।